ଶ୍ରୋତାମାନଙ୍କୁ ଆମର ନମସ୍କାର। ଆଉ ଆଜି ଆମେ ଫକୀର ମୋହନ ସେନାପତିଙ୍କ ଗଳ୍ପ ସ୍ୱଳ୍ପ ସଂକଳନରୁ ଏ ସପ୍ତମ ଗଳ୍ପ ବୀରେଇ ବିଶାଳ ବିଷୟରେ କଥା ହେବା। ଆରମ୍ଭ କରିବା ଆଗରୁ ଆମର ସେହି ଶ୍ରୋତାବନ୍ଧୁମାନଙ୍କୁ ବହୁତ ବହୁତ ଧନ୍ୟବାଦ ଯେଉଁମାନେ ଆମ ଏହି ଚ୍ୟାନେଲକୁ କିଛିଟା ଆର୍ଥିକ ସାହାଯ୍ୟ କରିଛନ୍ତି। ଆପଣଙ୍କର ସହଯୋଗ ଆମ ପାଇଁ ବହୁତ ମୂଲ୍ୟବାନ। ଆଜି ଆମେ ବୀରେଇ ବିଶାଳ ଗପଟିକୁ ପୁରା ଭଲ ଭାବରେ ଟିକେ ଗଭୀର ଭାବେ ବୁଝିବାକୁ ଚେଷ୍ଟା କରିବା। ଗପର ଭିତର କଥା, ଚରିତ୍ରମାନେ କେମିତି, ସେ ସମୟର ସମାଜ, ଏସବୁ ଜାଣିବାକୁ ହେଲେ ଆଜ୍ଞା ଶେଷ ପର୍ଯ୍ୟନ୍ତ ଶୁଣିବାକୁ ପଡ଼ିବ। ଆଉ ହଁ, ଆଗକୁ କୋଉ ଗପ ଆସୁଛି ସେ କଥା ବି ଶେଷରେ କହିବ। ତେବେ ଆସନ୍ତୁ ଆରମ୍ଭ କରିବା। କାହାଣୀର ଆରମ୍ଭ ହେଉଛି ମୁକୁନ୍ଦପୁର ଗାଁରୁ। ସେଠି ରହୁଥିଲେ ମକ୍ରୁ ବିଶାଳ। ହଁ, ଆଉ ତାଙ୍କ ସ୍ତ୍ରୀ। କିନ୍ତୁ ଦୁର୍ଭାଗ୍ୟକୁ ଗୋଟିଏ ମାସ ଭିତରେ ସନ୍ନିପାତ ଜ୍ୱରରେ ଦୁହେଁ ଚାଲିଗଲେ। ଆଗ ପଛ ହୋଇ। ଆଉ ତାଙ୍କର ଗୋଟିଏ ବୋଲି ପୁଅ ବୀରେଇ, ବୟସ ମାତ୍ର 8 ବର୍ଷ। ପିଲାଟା ପୁରା ଅନାଥ ହୋଇଗଲା। ଭାବନ୍ତୁ ଟିକେ ସେ ଦୃଶ୍ୟ। ବାପା ମାଙ୍କୁ ନେଲାବେଳେ ସେ କେମିତି କାନ୍ଦୁଥିବ। ହଁ, ସେ କାନ୍ଦଣା ଶୁଣିଲେ କାହାର ବା ଛାତି ନ ଫାଟିବ। ଦାଣ୍ଡ ମାଟିରେ ଗଡ଼ି ବାପାଲୋ ମାଲୋ ଡାକୁଥାଏ। ଘରେ ଆଉ କେହି ନାହାନ୍ତି। 3 ଜଣ ମୂଲିଆ ଥିଲେ ବୋଧେ, କିନ୍ତୁ ସେମାନେ ଆଉ କି ଆଶ୍ରା ଦେବେ? ଏ ଖବର ଶୁଣି ପାଖଆଖରୁ ସମ୍ପର୍କୀୟମାନେ ଖୁଡ଼ୁତା, ଜେଠା, ମଉସା, ପିଉସା ସମସ୍ତେ ଦୌଡ଼ି ଆସିଲେ। ସମସ୍ତଙ୍କ ମନରେ ଦୟା। ପିଲାର କାନ୍ଦ ଦେଖି ସମସ୍ତେ ଦୁଃଖିତ। କିନ୍ତୁ ତାପରେ ଆରମ୍ଭ ହେଲା ତଣା ଓଟରା। କିଏ କହୁଛି ମୁଁ ନେବି, କିଏ କହୁଛି ମୁଁ ପାଳିବି। ହଁ, ମୁଁ ଥାଉଁ ଥାଉଁ ଆଉ କିଏ ନେବ, ଏମିତି। ପିଲାଟା ଏସବୁ ଦେଖି ଆହୁରି ଡରି ଯାଉଥାଏ। ଠିକ୍ ଏତିକି ବେଳେ ଦୂରରୁ ଧୈସଇ ହୋଇ ଆସି ପହଞ୍ଚିଲେ କିଏ ନା ବୀରେଇର ମାମୁଁ ପିତେଇ ପାତ୍ର। ଆସିଲା ମାତ୍ରେକେ ଗୋଟେ ଦମ୍ଭ ଦେଖେଇ କହିଲେ, ଆରେ ଛାଡ଼ା ଛାଡ଼ା, ଅଲଗା ହୁଆ ସବୁ। ହଁ, ଆଉ ଯୁକ୍ତି ବାଢ଼ିଲେ, ଛେଉଣ୍ଡକୁ ପାଳେ କିଏ? ଶାସ୍ତ୍ର କହୁଛି ପାଳେ ତ ବାପର ମା, ନୋହିଲେ ପାଳେ ତ ମାର ମା। ଏହାର ଆଇ ତ ନାହିଁ, ହେଲେ ମାଇଁ ତ ଅଛି। ଆରେ ଯେଉଁ ପିଲାର କେହି ନାହିଁ ତାକୁ ପାଳିବ ମାଇଁ। କି କଥା! ଆହୁରି ବି କହିଲେ ଯେ ମଲାବେଳକୁ ବୀରେଇର ମା ନାକି ତାଙ୍କ ହାତରେ ପୁଅକୁ ସମର୍ପି ଦେଇଯାଇଛନ୍ତି। ବାସ୍, ପଞ୍ଚାୟତ ବସିଲା। ସମସ୍ତେ ଭାବିଲେ, ହଁ, ମାମୁଙ୍କ କଥା ଠିକ୍, ସେ ହିଁ ଅଧିକାରୀ। କଥା ସରିଛି କି ନାହିଁ, ପାତ୍ର ଗୋଟେ ଚିଲ ପରି ଝାମ୍ପି ପକେଇଲେ। ବୀରେଇକୁ କାଖେଇ ନିଜ ଗାଁ ମାକପୁରକୁ ସିଧା ଦୌଡ଼। ପିଲାଟା ବିଚାରା ମାମୁଙ୍କୁ ଆଗରୁ ଦେଖିନି, ଡରିକି ଖାଲି ମା ଲୋ ଡାକୁଥାଏ। ଘରେ ପହଞ୍ଚି ମାଇଁ ଗୁରବାରୀଙ୍କୁ ପିଲାଟାକୁ ଦେଇ କାନ ପାଖରେ କ'ଣ ଫୁସଫୁସେଲେ କେଜାଣି, ମାଇଁ ତ ପୁରା ଖୁସି। ହସି ହସି ଗଡ଼ିଗଲେ। ପୋଳପିଠା ଖଣ୍ଡେ ଆଉ ଗୁଡ଼ ଟିକେ ଦେଇ କହିଲେ, ଆରେ ବୀରେଇ ଆ, ମୋ ଚଣ୍ଡୀ ସାଙ୍ଗରେ ଖେଳିବୁ। ଭୋକିଲା ପିଲାଟା କ'ଣ ବା କରିବ, ସେତିକେ ଖାଇ ପାଣି ପିଇଦେଲା। ଏଇଠି ଦେଖନ୍ତୁ ଗୋଟେ କଥା ଭାବିବାର ଅଛି। ପିତେଇ ପାତ୍ରଙ୍କର ଏ ଯେଉଁ ବ୍ୟସ୍ତତା, ଏତେ ଦରଦ ଦେଖେଇବା, ଏହା ପଛରେ କିଛି ଅଲଗା ଉଦ୍ଦେଶ୍ୟ ନଥିଲା ତ? ଲାଗୁଛି ତ ସେମିତି। ନିଜ ସମ୍ପତ୍ତି ସମ୍ଭାଳି ପାରୁନାହାନ୍ତି, ଅଥଚ ଅଧକୋଷ ଦୂରରେ ଥିବା ଭଣଜାର ସମ୍ପତ୍ତି ପାଇଁ ଏତେ ଚିନ୍ତା। ହଁ, ଏଇଟା ଟିକେ ଅଡୁଆ କଥା। ଆଉ ଏହା ପରେ ଯାହା ହେଲା, ସେଠିରୁ ସବୁ ସ୍ପଷ୍ଟ ହୋଇଗଲା। କିଛିଦିନ ପରେ ପାତ୍ରେ ଗାଁରେ କହି ବୁଲିଲେ, ଆହା, ଛେଉଣ୍ଡ ପିଲାଟାର ଜିନିଷପତ୍ର ସବୁ କ'ଣ କହନ୍ତି ଚୋରି ହୋଇଯିବ। ମୁଁ ନେଇ ଆସିଲେ ଯାଇ ସାଇତା ହେବ। ବାସ୍, ତାପରେ ଆରମ୍ଭ ହେଲା ଅସଲ କାମ। ରାତି ଅଧିଆ। ଗାଁ ଶୋଇଗଲା ପରେ ନିଜ ବଳଦ ଗାଡ଼ିରେ ବୋହିଲେ। ଧାନ, ଚାଉଳ, ଲୁଗାପଟା, କଂସା ବାସନ କିଛି ବାକି ରଖିଲେନି, ସବୁ ନିଜ ଘରକୁ। ଗାଁ ଲୋକେ ବି ଦେଖୁଥିଲେ, କୁହାପୁହି ହେଲେ। ପାତ୍ରେ 10ଟା ବଳଦରେ 20 ଦିନ ଲାଗି ବୋହିଲେ। ଆଉ କାହିଁକି ବା ନୁହେଁ, ମକ୍ରୁ ବିଶାଳାଙ୍କର ଭଲ ସମ୍ପତ୍ତି ଥିଲା। 4ଟା ବଡ଼ ମରେଇରେ ଧାନ, ପ୍ରାୟ 40-50 ଭରଣ ଧାନ। ସେ କାଳରେ ଏହା ବହୁତ। ଆହୁରି 20-50 ଭରଣ କରଜ ବି ଦେଇଥିଲେ। ସେ ସବୁକୁ ବି ପାତ୍ରେ ଅସୁଲ କଲେ, କଳନ୍ତର ସୁଧ ସହିତ, ସୁଧ ଉପରେ ସୁଧ। କିନ୍ତୁ ଲୋକଙ୍କ ଆଗରେ ପୁରା ସାଧୁ। କହୁଥାନ୍ତି, ଆରେ ବିଶାଳଟା ବଡ଼ ସାହାଖର୍ଜି ଥିଲା, ସବୁ ଉଡ଼େଇ ଦେଇଛି। ଛେଉଣ୍ଡ ପାଇଁ କିଛି ନାହିଁ। ହଁ, ଯାହା ପଳାଣ ପାଣ୍ଠି 2 ଖଣ୍ଡ ଥିଲା ମୁଁ ସାଇତିଛି। କି ଚାଲାକି! ଆଉ ମାଇଁ, ସେ ବା କେମିତି ପଛରେ ରହିବେ? କହି ବୁଲନ୍ତି, ମୋ ବୀରେୟାଗତ ଚଣ୍ଡୀ ପଛ, ମୋର କ'ଣ ଊଣା ଅଛି? ବସି ବସି 20 ବରଷ ଖାଇବେ। କି ଦେଖେଇବେ ଆପଣ! ଲୁଟି ବି ନେଲେ, ଆଉ ପୁଣି ବଡ଼ପଣିଆ ଦେଖଉଛନ୍ତି। ଏଇଟା ହିଁ ତ ଶୋଷଣର ଚାତୁରୀ। ନିଜକୁ ଦୟାଳୁ ଦେଖେଇ ଅନ୍ୟର ସର୍ବସ୍ୱ ହଡ଼ପ କରିବା। ଛେଉଣ୍ଡ ମାଲ କେମିତି ଛାଡ଼ିବେ?
ଏଇ ଗୋଟିଏ କଥା ହିଁ ସବୁ ଲୋଭ ଜଳଜଳ ଦିଶୁଛି। ସମୟ ଗଡ଼ି ଚାଲିଲା। ବୀରେଇ 9 ବର୍ଷର, ମାମୁ ପୁଅ ଚଣ୍ଡିଆ 13ର। ଦୁହେଁ ଗଲେ ଚାଟଶାଳୀ। ବୀରେଇର ପାଠରେ ମନ ଲାଗିଲା, ଭଲ ପଢ଼ୁଥିଲା। ହେଲେ ଚଣ୍ଡିଆ ପୁରା ଉଲ୍ଟା। ମାର ଗେହ୍ଲା ପୁଅ ତ, ଭାରି ଦୁଷ୍ଟ, ଖାଲି ପିଲାଙ୍କ ସହ କଳେଇ ମାରପିଟ। ଦିନେ ଅବଧାନେ ରାଗିଯାଇ ଚଣ୍ଡିଆକୁ 2 ପାହାର ଦେଇଦେଲେ, ବେତେରେ। ବସ୍, ମାଇଁ ପୁଅ ପିଠିରେ ଦାଗ ଦେଖି ପୁରା ନିଆଁ। ଅବଧାନକୁ ଯାହା ଇଚ୍ଛା ତାହା କହିଲେ। ମୋ ପୁଅ କ'ଣ ପାଠ ପଢ଼ି ଚାକିରି କରିବ? ମୋର ଯାହା ଅଛି 3 ପୁରୁଷ ବସି ଖାଇବେ। ଏମିତି କହି ଚଣ୍ଡିଆର ପାଠ ବନ୍ଦ କରିଦେଲେ। ଚଣ୍ଡିଆ ତ ଖୁସି, ସେ ତ ୟାହିଁ ଚାହୁଁଥିଲା। କିନ୍ତୁ ଏହାର ପ୍ରଭାବ ପଡ଼ିଲା ବୀରେଇ ଉପରେ। ମାଇଁ କହିଲେ, ଏ ଅବଧାନଟା କିଛି ଜାଣିନି, ଖାଲି ପଇସା ଲୋଭ। ହଁ, ଆଜି ପଣକିଆ ପୂଜା, କାଲି ଓଡ଼ାଙ୍କ ଲେଖା ପୂଜା, ଦେତ୍ ପଢ଼ାପଢ଼ି କିଛି ନାହିଁ। ଏମିତି କହି ବୀରେଇର ପାଠ ବି ବନ୍ଦ। ଦେଖିଲେ ତ, ଜଣଙ୍କର ଅବହେଳା ଆଉ ସ୍ୱାର୍ଥପରତା କେମିତି ଆଉ ଜଣେ ପିଲାର ଭବିଷ୍ୟତକୁ ଅନ୍ଧାରକୁ ଠେଲିଦେଲା। ତାପରେ କିଛି ଦିନ ଗଲା। ମାଇଁ କହିଲେ, ଏ ଭେଣ୍ଡିଆଟା ଖାଲି ବସି ଖାଇବ ଆଉ ବୁଲିବ, ଆମ ଗାଈ ଜଗା ପିଲାଟାକୁ ବାହାର କର, ଏଣିକି ବୀରେଇ ଗାଈ ଯୋଗୁ। କି ବୁଦ୍ଧି! ମାମୁଁ ବି ବାଧ୍ୟ ହୋଇ ବୀରେଇକୁ ବୁଝେଇଲେ। କହିଲେ, ଆରେ ବା ବୀରେଇ, ଏ ଯୋଉ ଗୋରୁପଲ ଦେଖୁଛୁ, ଏସବୁ କାହାର? ତୋର। ପର ଲୋକ ଜଗିଲେ ତୋ ଜିନିଷ ନଷ୍ଟ ହଉଛି। ତୁ ନିଜେ ଯା, ଗଛମୂଳେ ବସି ନିଜ ଗୋରୁ ଦେଖାଶୁଣା କର। କି ଚମତ୍କାର ଯୁକ୍ତି! ଗାଁ ଲୋକ ପଚାରିଲେ ବି ସେଇଆ କହିବେ, ତା ନିଜ ମାଲ ନିଜେ ଦେଖୁ। ପ୍ରକୃତରେ ତ ସେ ଗୋରୁ ବୀରେଇ ବାପାଙ୍କର ହିଁ ଥିଲା। ତାକୁ ହିଁ ଜଗେଇଲେ, ପୁଣି ବିନା ପଇସାରେ। ଶୋଷଣର କି ସୂକ୍ଷ୍ମ ଉପାୟ! ଦେଖୁ ଦେଖୁ ଆହୁରି କେତେ ବର୍ଷ ଚାଲିଗଲା। ବୀରେଇ ଏବେ 18 ବର୍ଷର ଯୁବକ। ଦେଖିବାକୁ ଭଲ, କାମରେ ବି ଦକ୍ଷ। ମାମୁଁଙ୍କର ସବୁ ଚାଷବାସ ସେ ହିଁ ବୁଝୁଛି, ଦେହରେ ବି ପ୍ରଚୁର ବଳ। ହଁ, ସେ ଗୋଟେ ମାରଣା ବଳଦକୁ ଲାଞ୍ଜ ଧରି ଅଟକେଇ ଦେଇଥିଲା। ଗାଁ ଲୋକେ ତାକୁ ଭାରି ଭଲ ପାଆନ୍ତି। ହେଲେ ଏ ପ୍ରଶଂସା ଶୁଣିଲେ ମାଇଁଙ୍କର ଦେହ ଜଳିଯାଏ ପୁରା। ଆଉ ଚଣ୍ଡିଆ, ସେ ତ ପୁରା ବାଟ ହୁଡ଼ି ସାରିଲାଣି, ଗାଁର ବେକାର ଟୋକାଙ୍କ ସାଙ୍ଗେ ମିଶି। ଗଞ୍ଜେଇ, ମଦ, ଚୋରି, ଜୁଆ, ସବୁ ନିଶା, ଘରୁ ଜିନିଷ ନେଇ ବିକି ଦେଉଛି। ପଇସା ନ ପାଇଲେ ନିଜ ମାଆକୁ ବି ମାଡ଼ ଦଉଛି। ମା ବିଚାରୀ କାନ୍ଦି କାନ୍ଦି ପୁଅ ଦୋଷ ଲୁଚଉଛି। ବାପା ଚୁପ୍। ଦେଖନ୍ତୁ, ଗୋଟିଏ ଘରେ ବଢ଼ିଲେ ବି 2 ଜଣଙ୍କର ଚରିତ୍ର କେତେ ଅଲଗା ହୋଇଗଲା। ପକ୍ଷପାତ ଆଉ ଭୁଲ ଶିକ୍ଷାର ଫଳ ଏଇଆ। ଏସବୁ ଦେଖି ଦିନେ ଗାଁର କିଛି ଭଲ ଲୋକ ବୀରେଇକୁ ବୁଝେଇଲେ, ଆରେ ବୀରେଇ, ତୁ କ'ଣ ଏମିତି ଖଟି ଖଟି ମରିବୁ? ନିଜ ଘର ଦେଖ। ବୀରେଇର ମନକୁ ବି କଥାଟା ଆସିଲା। ସେ ବୁଝି ସାରିଥିଲା, ଏଠି ଖଟିଲେ ଫଳ ପାଉଛି ଚଣ୍ଡିଆ। ଦିନେ ସଞ୍ଜବେଳେ ସାହସ କରି ମାମୁ ମାଇଁଙ୍କୁ କହିଲା, ମାମୁଁ, ମୁଁ ଏବେ ଆପଣା ଘରକୁ ଯିବି। ବାସ୍, ଏ କଥା ଶୁଣି ଦୁହେଁ ତ ପୁରା ଆଶ୍ଚର୍ଯ୍ୟ। ତାଙ୍କ ମୁଣ୍ଡରେ ଯେମିତି ବଜ୍ର ପଡ଼ିଲା। ଦୁହେଁ ଶ୍ୱାସରୋଗୀ। ଚଣ୍ଡିଆର ଏ ଅବସ୍ଥା, ବୀରେଇ ଗଲେ ଘର ଚଢ଼ିବ କେମିତି? ମାମୁଁ ବହୁତ ବୁଝେଇଲେ, ବାହାଘର କରେଇଦେବେ, ଘର ତୋଳିଦେବେ, କେତେ କ'ଣ। ହେଲେ ବୀରେଇ ମାନିଲାନି। ଏଥର ମାଇଁଙ୍କ ପାଳି। ପୁରା ରାଗିଗଲେ। ପୁରୁଣା କଥା ମନେ ପକେଇ କହିଲେ, କିରେ, ଏଡ଼େ ଟିକେ ବେଳୁ ମଣିଷ କଲୁ, ଆଜି ପର କଥାରେ ପଡ଼ିଲୁ। ତ ମା ମୋତେ କହିଯାଇଛି ତତେ ନ ଛାଡ଼ିବାକୁ। ମା କଥା, ମାମୁଁ କଥା ନ ମାନିଲେ ନିଜେ ପଡ଼ିଯିବୁ। ଏମିତି ଧମକ। କିନ୍ତୁ ବୀରେଇ ଏଥର ଦୃଢ଼। ସେ ଯିବ ହିଁ ଯିବ। ପରଦିନ ସକାଳେ ବି ସେଇ ଏକା କଥା। ମା ଚିଡ଼ିକି କହିଲେ, ଯା। ବୀରେଇ କହିଲା, ମୋ ବାପର ଯାହା ଆଣିଥିଲି, ଦିଅ। ମାଙ୍କ ଉତ୍ତର ଶୁଣିବେ, କି ଜିନିଷରେ ପାଣ୍ଠି ପଲାଣ 2 ଖଣ୍ଡ ଥିଲା, ଯା ଉଇ ଖାଇଗଲାଣି, ନେଇଯା। କି ନିଷ୍ଠୁରତା! ଏହା ହିଁ ଥିଲା ବୀରେଇ ପାଇଁ ଏକ ବଡ଼ ପଦକ୍ଷେପ। ଏତେ ବର୍ଷ ପରେ ସେ ନିଜ ପାଇଁ, ନିଜ ସ୍ୱାଭିମାନ ପାଇଁ ଛିଡ଼ା ହେଲା। ତାର ଆତ୍ମସମ୍ମାନ ବୋଧ ଏଠି ଦେଖାଯାଉଛି। ଖାଲି ହାତରେ ସେ ନିଜ ଗାଁକୁ ଫେରିଲା। ବାପର ଯେଉଁ 15 ମାଣ ଜମି ଥିଲା, ସେଇଟା ହିଁ ସମ୍ବଳ। ପ୍ରଥମେ ମୂଲ ଲାଗିଲା, ଜମି ଭାଗ ଚାଷ ଦେଲା, ଦିନରାତି ପରିଶ୍ରମ। ଦିନରେ କାମ କରି ଯାହା ପାଏ ସେଥିରେ ଚଳେ। ରାତିରେ ନିଜ ଡିହରେ ଘର ତିଆରି କରେ। ତାର ଏ ନିଷ୍ଠା ଦେଖି ଗାଁ ଲୋକ ଆଉ ସମ୍ପର୍କୀୟମାନେ ବି ଆଗେଇ ଆସିଲେ। ହଁ, କିଏ କାଠ ଦେଲା, କିଏ ବାଉଁଶ, ସମସ୍ତେ ମିଶି ଘରଟେ ଛିଡ଼ା କରିଦେଲେ। ପ୍ରଥମ ବର୍ଷ ଭାଗ ଚାଷରୁ ଭଲ ଧାନ ପାଇଲା। ସେଥିରୁ କିଛି ବିକି ହଳ, ବଳଦ କିଣିଲା। ଆଉ ନିଜେ ଚାଷ ଆରମ୍ଭ କଲା। ଦେଖୁ ଦେଖୁ 4 ବର୍ଷ ଭିତରେ ପୁଣି ଥରେ ବାପ ଅମଳର ସ୍ଥିତିକୁ ଫେରିଆସିଲା। 3 ପ୍ରସ୍ତ ଘର, ଗୋରୁଗାଈ, ମରେଇ, ସବୁ କିଛି। ଏହା ପ୍ରମାଣ କରୁଛି ପରିଶ୍ରମର ଫଳ ନିଶ୍ଚୟ ମିଳେ। ଆଉ ଏଥିରେ ଗାଁ ଲୋକଙ୍କ ସହଯୋଗ ବି ବହୁତ ବଡ଼ କଥା। ନିଶ୍ଚୟ, ଭଲ ମଣିଷକୁ ସମାଜ ସବୁବେଳେ ସାହାଯ୍ୟ କରେ। ଏବେ କଥା ପଡ଼ିଲା ବୀରେଇର ବିବାହଘର। ବୀରେଇ ବି ଏକା ଏକା ଥକି ଯାଇଥିଲା। ରୋଷେଇବାସ, ଦେହପା କିଏ ଦେଖିବ?
ସେ ରାଜି ହେଲା। ବିବାହ ଖର୍ଚ୍ଚ ପାଇଁ ସେ ଆଗରୁ ଗୋଟେ ଠେକିରେ ପଇସା ପତି ରଖୁଥିଲା। ତାର ମନ ଥିଲା ସେଇ ରାଘବ ପାତ୍ରଙ୍କ ସାନ ଝିଅ କମଳୀ ଉପରେ। ପିଲାଦିନ ଦୁହିଁଙ୍କ ଭିତରେ ମନଦିଆଣିଆ ଥିଲା। ଆଖିରେ ଇସାରା ଚାଲୁଥିଲା। ଆଉ କଣ? ସେ ଗାଁ ପୁରୋହିତ ଭୀମେଇ ମିଶ୍ରଙ୍କୁ ଧରିଲା କଥା ପକେଇବା ପାଇଁ। ଏଇଠି ଆସୁଛି କାହାଣୀର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ସେ ସମୟର ଏକ ବଡ଼ ସାମାଜିକ ସମସ୍ୟା, କନ୍ୟାସୁନା। ହଁ, କନ୍ୟା ପାଇଁ ବରପକ୍ଷକୁ ଟଙ୍କା ଦେବାକୁ ପଡୁଥିଲା। କାରଣ କିଛି ଗୋତ୍ରରେ କନ୍ୟା କମ୍ ଥିଲେ, ଆଉ ଝିଅ ବାପାମାନେ ଏହାର ଫାଇଦା ଉଠାଉଥିଲେ। ବର ବୁଢ଼ା ହେଉ କି ଦୋଜବର, ପଇସା ଦେଲେ ସାନ ଝିଅ ମିଳିଯାଉଥିଲା। ଫକୀରମୋହନ ଏହାକୁ ବ୍ୟଙ୍ଗ କରି ଲେଖିଛନ୍ତି, କନ୍ୟାମାନେ ଯେମିତି ଫୁଟ ଗଜରେ ମପା ହେଉଥିଲେ। କି ଦୁଃଖଦାୟକ କଥା! ସତରେ। ମିଶ୍ରେ ଗଲେ ରାଘବ ପାତ୍ରଙ୍କ ପାଖକୁ। ପାତ୍ର ତ ପ୍ରଥମେ ବହୁତ ଖାତିର କଲେ। କିନ୍ତୁ ଯେତେବେଳେ କନ୍ୟାସୁନା କଥା ପଡ଼ିଲା, ସିଧା କହିଲେ ନଗଦ 1000 ଟଙ୍କା। ମିଶ୍ର କହିଲେ, ବୀରେଇ ଏତେ ପୋଆଣ ଦେବେ, 500 କରନ୍ତୁ। ପାତ୍ର ତ ନିଆଁ। କହିଲେ, ମୁଁ ଆରେ 2ଟା ଝିଅଙ୍କୁ 2000ରେ ବିକିଛି। ସେମାନେ ତ 9 ବର୍ଷର ଥିଲେ। ଏ ତ 14 ବର୍ଷର, 1000ରୁ କମ୍ ହେବନି। ଆଗ ଝିଅମାନେ ବିଧବା ହେବାଟାକୁ ସେମାନଙ୍କ କପାଳ ଦୋଷ କହି ନିଜକୁ ନିର୍ଦ୍ଦୋଷ ଦେଖେଇଲେ। କି ଲୋଭ! ଝିଅ ଯେମିତି ତାଙ୍କ ପାଇଁ ଜିନିଷ। କବାଟ କନରୁ ଏସବୁ ଶୁଣୁଥିଲା କମଳୀ। ତା ମନ ପୁରା ଭାଙ୍ଗିଗଲା। ଖିଆପିଆ ଛାଡ଼ିଦେଲା। ଶେଷରେ ସାହସ କରି ଗାଁର ଜଣେ ବୁଢ଼ୀ ମାଉସୀଙ୍କ ହାତରେ ବାପାଙ୍କୁ ଖବର ଦେଲା। କହିଲା, ବାପା ଟଙ୍କା ଲୋଭରେ ଗୋଟି ବୁଢ଼ା ବରକୁ ମୋତେ ବିବାହ ଦେଲେ, ମୁଁ ପୋଖରୀକୁ ଡେଇଁ ପଡ଼ିବି। ପାତ୍ର ଶୁଣି ପ୍ରଥମେ ତ ରାଗରେ ପାଚିଗଲେ। ଝିଅକୁ ଗାଳି ଦେଲେ, ମର। ଆଗ 500 ଟଙ୍କା ଦେ, ତାପରେ ଯାଇ ମର। କି ନିଷ୍ଠୁର! ହେଲେ ରାତିରେ ଟିକେ ଡରିଗଲେ। ଯଦି ଝିଅ ସତରେ କିଛି କରିଦିଏ, ଟଙ୍କା ବି ଯିବ, ଇଜ୍ଜତ ବି ଯିବ। ପରଦିନ ମିଶ୍ରଙ୍କୁ ଡାକି 700 ଟଙ୍କାରେ ରାଜି ହେଲେ। 200 ଏବେ, 500 ବେଦି ମୁଣ୍ଡାରେ। ବୀରେଇ ହିସାବ କଲା, ମୋଟ 1000 ଦରକାର। ଠେକିରୁ ମିଳିଲା 606 ଟଙ୍କା। ବାକି ଟଙ୍କା ପାଇଁ ନିଜର ସବୁ ଧାନ, ଗୋରୁ ଗାଈ ବିକିଦେଲା। କେବଳ ବିହନ ଆଉ ହଳିଆ ବଳଦ ରଖିଲା। ବିବାହ ଦିନ ବରଯାତ୍ରୀ ପହଞ୍ଚିଲେ। ହେଲେ ରାଘବ ପାତ୍ର ବାଟ ଛାଡ଼ୁନାହାନ୍ତି, କାରଣ ବାକି 500 ଟଙ୍କା। ମିଶ୍ରୀ ବୁଝିଗଲେ। ଟଙ୍କା ଗଣା ହେଲା ବେଳକୁ ସେଥିରୁ 6 ଟଙ୍କା ନକଲି ବାହାରିଲା। ପାତ୍ରେ ଜିଦ୍ ଧରିଲେ, ସେଇ 6 ଟଙ୍କା ନ ଦେଲେ ବିବାହ ହେବନି। କେହି ବୁଝେଇ ପାରିଲେନି। ଶେଷରେ ବୀରେଇ ନିଜେ ସେଇ ବରବେଶରେ ବସି ନିଜର ପାଣ୍ଠି ପଲାଣ ଯାହା ଥିଲା, ତାକୁ ମାତ୍ର 6 ଟଙ୍କାରେ ବିକି ସେ ଟଙ୍କା ଦେଲା। ତାପରେ ଯାଇ ବିବାହ ଘର ହେଲା। ପାତ୍ରଙ୍କର ଏତେ ତରବର ଯେ ବରଯାତ୍ରୀଙ୍କୁ ଜଳଖିଆ ଦେବାକୁ ବି ଡର। ଲୋଭ ମଣିଷକୁ କେତେ ତଳକୁ ନେଇଯାଏ, ଏହାର ଏକ ଜ୍ୱଳନ୍ତ ଉଦାହରଣ। ନିଜ ଝିଅ ବିବାହ ଘରେ ଏମିତି। କିନ୍ତୁ କାହାଣୀ ଏଠି ସରିନି। ବୀରେଇ ଘରେ ବରକନ୍ୟା ବନ୍ଦାପଣା ଚାଲିଛି। ଗାଁ ମାଇପିମାନେ ବନ୍ଦଉଛନ୍ତି। ହଠାତ୍ ଭଣ୍ଡାରୁଣୀ ଦେଖିଲା ଯେ କନ୍ୟା କମଳୀର ପେଟଟା ବାହାରିଛି। ସେ ଇସାରାରେ ସମସ୍ତଙ୍କୁ ଦେଖେଇଲା। ବାସ୍, କଥାଟା ନିଆଁ ପରି ବ୍ୟାପିଗଲା। କିଏ କହିଲା 5 ମାସ, କିଏ କହିଲା 7 ମାସ। ସମସ୍ତେ ଛି କଲେ। ବୀରେଇ ବିଚାରା ଲଜ୍ଜା ଓ ଦୁଃଖରେ ମୁଣ୍ଡରେ ହାତ ଦେଇ ବସିପଡ଼ିଲା। କ'ଣ ହେଲା ଏସବୁ? ହଠାତ୍ କମଳୀ କବାଟ ଆଢ଼ୁଆଡ଼ରୁ ଡାକିଲା, ଆଉ ନିଜ ପେଟ ଉପରେ ଗୋଳା ହୋଇଥିବା କନା ଭିତରୁ ଗୋଟେ ଟଙ୍କା ଥଳି ବାହାର କରି ବୀରେଇ ଆଗକୁ ଫିଙ୍ଗିଦେଲା। ବୀରେଇ ତ ଆଶ୍ଚର୍ଯ୍ୟ, ଯେମିତି ସ୍ୱର୍ଗରୁ କେହି ଦେବୀ ଓହ୍ଲେଇ ଆସିଛନ୍ତି। ପଚାରିଲା, ଏ କ'ଣ? କମଳୀ ଦୃଢ଼ ସ୍ୱରରେ କହିଲା, ଏ ତୁମ ଟଙ୍କା। ତୁମେ ଯାହା ବିକିଛ, ଆଗ ସେସବୁ ଫେରାଇ ଆଣ, ତାପରେ ମୁଁ ପାଣି ଛୁଇଁବି। ବୀରେଇ ଗଣି ଦେଖିଲା ପୁରା 1000 ଟଙ୍କା। ପଚାରିଲା, ହେଲେ ମୁଁ ତ 700 ଦେଇଥିଲି, ଆଉ 300 କ'ଣ? କମଳୀ କହିଲା, ବାପା ମୋ 2 ଅପାଙ୍କୁ ବିକି ଯେଉଁ ଟଙ୍କା ପାଇଥିଲେ, ସେଥିରୁ ବିଲ୍ କିଣିବା ପରେ ଏ 300 ବଳିଥିଲା। ସେମାନେ ବହୁତ ଦୁଃଖରେ ଅଛନ୍ତି। ଏ ଟଙ୍କା ସେମାନଙ୍କ ପାଖକୁ ପଠାଇ ଦିଅ। ବାଃ, କମଳୀ ଚରିତ୍ରଟି କେତେ ମହାନ! ତାର ସାହସ, ବୁଦ୍ଧି ଆଉ ହୃଦୟବତ୍ତା ବାସ୍ତବିକ ଅତୁଳନୀୟ। ହଁ, କେବଳ ନିଜ ସ୍ୱାମୀର ସମ୍ମାନ ରଖିଲାନି, ବାପାର ଲୋଭ ବିରୁଦ୍ଧରେ ପ୍ରତିବାଦ କଲା, ଆଉ ଭଉଣୀଙ୍କ ଦୁଃଖ ବି ବୁଝିଲା। ସେ ସମୟର ଜଣେ ସାଧାରଣ ଝିଅ ହୋଇ ବି ଏତେ ଦୃଢ଼ତା, ଏହା ନାରୀ ସଶକ୍ତିକରଣର ଏକ ବଡ଼ ଉଦାହରଣ। ପରଦିନ ରାଘବ ପାତ୍ର ଟଙ୍କା ପାଇ ଆସି ବୀରେଇ ଦ୍ୱାରେ କାନ୍ଦି ଗଡ଼ିଲା, କମଳୀ ଲୋ, ମୋ ବେକ କାଟିଲୁ, ମୋ ଟଙ୍କା ଦେ। କମଳୀ ଭିତରୁ ଜବାବ ଦେଲା, ତୋର କି ଟଙ୍କା? ମୋ ଟଙ୍କା ମୁଁ ଆଣିଛି, ଚାଲିଯା ଏଠୁ। ଗାଁ ଲୋକେ ଆଗରୁ ରାଗିଥିଲେ, ଏବେ ସବୁ ଜାଣି ମାର ଚଣ୍ଡାଳ ମାଉଁସ ବିକାକୁ କହି ଗୋଢ଼େଇଲେ। 2-4ଟା ଧକ୍କା ବିଧା ବି ବାଜିଲା। ପାତ୍ର ଜୀବନ ବଞ୍ଚେଇ ଦୌଡ଼ି ପଢ଼େଇଲା। ତାପରେ ଆଉ ଗାଁରେ ମୁହଁ ଦେଖେଇ ପାରିଲାନି। କମଳୀ ନାଁରେ ଗାଁ ସାରା ଧନ୍ୟ ଧନ୍ୟ ପଡ଼ିଗଲା। ଆଉ ଅନ୍ୟପଟେ ବୀରେଇ ଆସିବା ପରେ ପିତେଇ ପାତ୍ରଙ୍କ ଘରର ଅବସ୍ଥା ଆହୁରି ଖରାପ ହେଲା।
ଚଣ୍ଡିଆର ଉତ୍ପାଦ ବଢ଼ିଲା, ଘର ଜିନିଷ ବିକିଲା, ବାପା ମାଙ୍କୁ ମାରଧର କଲା, ଚାଷବାସ ପୁରା ବନ୍ଦ। ଆପେ ଚଷିରେ ପୁରା ଚାଷ। ସେଇଆ ହେଲା। ଶେଷରେ ଗୋରୁ ଚୋରି କେସରେ ଧରା ପଡ଼ିଲା। କିନ୍ତୁ ଦେଖନ୍ତୁ ବୀରେଇର ମନ, ସେ ଯାଇ ଓକିଲ ଦେଇ ମାମୁଙ୍କୁ ସାହାଯ୍ୟ କଲା। ତଥାପି ଚଣ୍ଡିଆକୁ 1.5 ବର୍ଷ ଜେଲ୍ ହେଲା। ବିପଦ କେବେ ଏକା ଆସେନି। ମଧୁ ସାହୁ ମହାଜନ କରଜ ପାଇଁ କେସ୍ କରି ପାତ୍ରଙ୍କର ସବୁ ସମ୍ପତ୍ତି ନିଲାମ କରିନେଲା। ଶେଷରେ ପିତେଇ ପାତ୍ର ଆଉ ଗୁରୁବାରୀ ପୁରା ସର୍ବସ୍ୱାନ୍ତ, ଚିରା ଲୁଗା ପିନ୍ଧି ଗାଁ ଦାଣ୍ଡର ବରଗଛ ମୂଳେ ପଡ଼ିଛନ୍ତି। ମାଇଁ ବେହୋସ, ମାମୁଁ ନିରୁପାୟ। ଏହାକୁ ହିଁ କୁହନ୍ତି କର୍ମଫଳ। ଯିଏ ଯେମିତି କରିବ, ସିଏ ସେମିତି ପାଇବ। ରାଘବ ପାତ୍ର ଅପମାନିତ ହେଲେ, ପିତେଇ ପାତ୍ର ଭିକାରୀ ହେଲେ। ଅନ୍ୟାୟର ପରିଣାମ। କିନ୍ତୁ ବୀରେଇର ମହାନତା ଦେଖନ୍ତୁ। ଏ ଖବର ପାଇ ସେ ଦୌଡ଼ି ଆସିଲା। କିଛି ନ କହି ମାଇଁଙ୍କୁ କୋଳେଇ ନେଲା, ମାମୁଙ୍କ ହାତ ଧରି ନିଜ ଘରକୁ ଆଣିଲା। ସେ ଆଉ କମଳୀ ମିଶି ଦୁହିଁଙ୍କୁ ଗାଧୋଇ ଦେଲେ, ଭଲ ଲୁଗା ଦେଲେ, ଯତ୍ନରେ ଖାଇବାକୁ ଦେଲେ। କମଳୀ ନିଜେ କ୍ଷୀର ଭାତ ଚକଟି ମାଇଁଙ୍କୁ ଖୁଆଇଦେଲା। ଏହା ହିଁ ଗଳ୍ପର ଚରମ ବିନ୍ଦୁ। ବୀରେଇର ମହାନୁଭବତା, କ୍ଷମାଶୀଳତା। ଯେଉଁମାନେ ତାକୁ ଏତେ କଷ୍ଟ ଦେଲେ, ସେମାନଙ୍କୁ ସେ ଆଶ୍ରୟ ଦେଲା। ପ୍ରତିଶୋଧ ନୁହେଁ, କରୁଣା। ଏହା ହିଁ ପ୍ରକୃତ ମଣିଷପଣିଆ। ତେବେ ସାରାଂଶରେ କହିଲେ, ଏ ଗଳ୍ପ କେବଳ ବୀରେଇର ସଂଘର୍ଷ କାହାଣୀ ନୁହେଁ, ଏହା ଲୋଭ, ଶୋଷଣ, କର୍ମଫଳ, ପରିଶ୍ରମର ମହତ୍ତ୍ୱ ଆଉ ସର୍ବୋପରି ମାନବିକତା ଓ କ୍ଷମାର କାହାଣୀ। ହଁ, ଆଉ କମଳୀର ସାହସ ଆଉ ବୁଦ୍ଧିମତ୍ତାକୁ ବି ଭୁଲି ହେବନି। ନିଶ୍ଚୟ। ଫକୀରମୋହନ ଏହା ଭିତରେ ସେ ସମୟର କନ୍ୟାସୁନା, ବୃଦ୍ଧ ବିବାହ, ଅନାଥଙ୍କ ପ୍ରତି ବ୍ୟବହାର ଭଳି କୁପ୍ରଥାକୁ ତୀବ୍ର ସମାଲୋଚନା କରିଛନ୍ତି। ଆଚ୍ଛା, ଏ କଥାଗୁଡ଼ିକ ତ ସେ କାଳର। ଆଜିର ଦିନରେ ଏହାର କିଛି ପ୍ରାସଙ୍ଗିକତା ଅଛି କି? ଆଜି ବି କ'ଣ ଏମିତି ହଉଛି? ବହୁତ ଅଛି। ରୂପ ବଦଳିଛି ହୁଏ, କିନ୍ତୁ ମୂଳ କଥା ସେଇଆ। କନ୍ୟାସୁନା ବଦଳରେ ଯୌତୁକ ନିଆଯାଉଛି, ଯାହା ଆହୁରି ଭୟଙ୍କର। ହଁ, ଏ କଥା ତ ସତ। ସମ୍ପତ୍ତି ପାଇଁ ପରିବାରରେ କଳହ, ବୁଢ଼ା ବାପା ମାଙ୍କୁ ଅବହେଳା, ବିଶ୍ୱାସଘାତକତା ଏସବୁ ଆଜି ବି ଆମ ସମାଜରେ ଅଛି। ପିତେଇ ପାତ୍ର ବା ରାଘବ ପାତ୍ରଙ୍କ ପରି ଲୋଭୀ ଚରିତ୍ର ଆଜି ବି କ'ଣ କମ୍ ଅଛନ୍ତି? ଆଦୌ ନୁହେଁ। କିନ୍ତୁ ଭଲ କଥା ହେଉଛି, ବୀରେଇର ସଂଘର୍ଷ ଆଉ ସଫଳତା ଆଜିର ଯୁବପିଢ଼ି ପାଇଁ ଏକ ବଡ଼ ପ୍ରେରଣା। ହଁ, ଯେକୌଣସି ପରିସ୍ଥିତିରୁ ବି ମଣିଷ ନିଜ ପରିଶ୍ରମ ବଳରେ ଉଠିପାରେ। ଆଉ କମଳୀ ପରି ସାହସୀ, ସ୍ପଷ୍ଟବାଦୀ ଚରିତ୍ରର ଆବଶ୍ୟକତା ଆଜି ବି ସେତିକି ଅଛି, ଯେଉଁମାନେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠେଇ ପାରିବେ। ଏବଂ ବୀରେଇର କ୍ଷମାଶୀଳତା। ସମ୍ପର୍କଗୁଡ଼ିକୁ ବଞ୍ଚି ରଖିବା ପାଇଁ ଏହା ବହୁତ ଜରୁରୀ। ଏକଦମ ଠିକ୍। ବାଃ, ବହୁତ ଭଲ ଆଲୋଚନା ହେଲା। ଆଶା କରୁଛୁ ଆମ ଶ୍ରୋତାମାନଙ୍କୁ ବି ଏ ବିଶ୍ଳେଷଣ ନିଶ୍ଚୟ ପସନ୍ଦ ଆସିଥିବ। ଆଗାମୀ ଅଧ୍ୟାୟରେ ଆମେ ଗଳ୍ପସ୍ୱଳ୍ପର ପରବର୍ତ୍ତୀ ଗଳ୍ପ ଡାକମଣିଷୀ ବିଷୟରେ କଥା ହେବା। ତେଣୁ ଆମ ସହ ଯୋଡ଼ି ହୋଇ ରହିଥାନ୍ତୁ। ଆଉ ହଁ, ଆପଣମାନେ ଆଉ କେଉଁ ଓଡ଼ିଆ ଗଳ୍ପ ବା କାହାଣୀ ଶୁଣିବାକୁ ଚାହାନ୍ତି, ଆମକୁ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଯଦି ଆମର ଏହି କାମ ଆପଣଙ୍କୁ ଭଲ ଲାଗୁଛି, ତେବେ ଦୟାକରି ଆମ ଚ୍ୟାନେଲକୁ ଲାଇକ୍, ଶେୟାର ଆଉ ସବସ୍କ୍ରାଇବ୍ କରନ୍ତୁ। ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାନ୍ତୁ, ଯାହାଦ୍ୱାରା ଆମ ଏହି ଓଡ଼ିଆ ଚ୍ୟାନେଲ ଆହୁରି ଆଗକୁ ବଢ଼ିବ। ନୂଆ ଭିଡ଼ିଓ ପାଇଁ ବେଲ୍ ଆଇକନ୍କୁ ଦବାଇବାକୁ ଭୁଲିବେନି। ଆମ ଓଡ଼ିଆ ପଡକାଷ୍ଟ ଚ୍ୟାନେଲ ଅନୁରଣକୁ ଆପଣଙ୍କର ସାମର୍ଥ୍ୟ ଅନୁସାରେ କିଛି ଆର୍ଥିକ ସହାୟତା ଦେଇ ସମର୍ଥନ କରନ୍ତୁ। ସ୍କ୍ରିନ୍ରେ ଦିଆଯାଇଥିବା QR କୋଡ୍ ସ୍କାନ୍ କରି ଆପଣଙ୍କର ସାମାନ୍ୟ ସହଯୋଗ ଆମ ପାଇଁ ବହୁତ ସାହାଯ୍ୟକାରୀ ହେବ। ଆଜି ପାଇଁ ଏତିକି। ଏତେ ସମୟ ଧରି ଆମ କଥା ଶୁଣିଥିବାରୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ପୁଣି ଦେଖାହେବ। ନମସ୍କାର।